ଜୟ ଶ୍ରୀ ଜଗନ୍ନାଥ। ରାଧେ ରାଧେ। ରାଧା ଗୋବିନ୍ଦ ଜୀଉ ଆଶ୍ରିତ ପରିବାର ତରଫରୁ ଆପଣମାନଙ୍କୁ ମୋର ଦଣ୍ଡବତ ପ୍ରଣାମ ଓ ଅନେକ ଅନେକ ଶୁଭେଚ୍ଛା। ଆଜି ଯେଉଁ ବିଷୟରେ ଦିପଦ କହିବା ପାଇଁ ପ୍ରୟାସ କରିଛି, ଯଦି ଏଥିରେ କୌଣସି ପ୍ରକାର ତ୍ରୁଟି ପରିଲକ୍ଷିତ ହୁଏ ତାହେଲେ ଆପଣମାନେ ମୋତେ ନିଜର ଭାବି କ୍ଷମା କରିବେ ବୋଲି ଆଶା ଓ ବିଶ୍ୱାସ। ଶିକ୍ଷା କହିଲେ ଆମ୍ଭେମାନେ ବୁଝୁ ଯେ ଯାହା ଜ୍ଞାନର ପରିସୀମାକୁ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ବ୍ୟକ୍ତିର ଆତ୍ମବିଶ୍ୱାସକୁ ବୃଦ୍ଧି କରିଥାଏ ଏବଂ ଦକ୍ଷତା ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଯୋଗାଯୋଗର ଦକ୍ଷତାକୁ ବୃଦ୍ଧି କରିଥାଏ। ଶିକ୍ଷା ଆମ୍ଭମାନଙ୍କୁ ଅଜ୍ଞାନ ରୂପକ ଅନ୍ଧାରରୁ ଆଲୋକ ପ୍ରଦାନ କରିଥାଏ। ଶିକ୍ଷା ସମାଜରେ ଥିବା ଅନ୍ଧବିଶ୍ୱାସ ଏବଂ କୁସଂସ୍କାରକୁ ଦୂର କରିଥାଏ। ଅତ୍ୟାବଶ୍ୟକ ପଦାର୍ଥର ଆବଶ୍ୟକତା ମନୁଷ୍ୟ ପାଇଁ ଯେତିକି ଜରୁରୀ, ଠିକ୍ ସମ ପରିମାଣରେ ଶିକ୍ଷାର ଆବଶ୍ୟକତା ରହିଛି। ସେଥିପାଇଁ ଭାରତର ସମ୍ବିଧାନରେ ଶିକ୍ଷାକୁ ଏକ ମୌଳିକ ଅଧିକାର ଭାବରେ ଗ୍ରହଣ କରାଯାଇଛି। ଶିକ୍ଷା ନଥିଲେ ମଣିଷ ଜୀବନ ବୃଥା। ଶିକ୍ଷାକୁ ସାଧାରଣତଃ ତିନି ଭାଗରେ ବିଭକ୍ତ କରାଯାଇଥାଏ: ଫର୍ମାଲ ଏଜୁକେସନ୍, ନନ୍ ଫର୍ମାଲ ଏଜୁକେସନ୍, ଇଣ୍ଡିଜିନିୟସ୍ ଏଜୁକେସନ୍। ଫର୍ମାଲ ଏଜୁକେସନ୍ ଯେଉଁ ଶିକ୍ଷା ମାଧ୍ୟମରେ ଆମ୍ଭେମାନେ କୌଣସି ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ, ବୋର୍ଡ଼ କିମ୍ବା ମହାବିଦ୍ୟାଳୟମାନଙ୍କରୁ ପ୍ରମାଣପତ୍ର ପାଇଥାଉଁ, ତାହାକୁ ଫର୍ମାଲ ଏଜୁକେସନ୍ କୁହାଯାଏ। ନନ୍ ଫର୍ମାଲ ଏଜୁକେସନ୍ ଯେଉଁ ଶିକ୍ଷା ମାଧ୍ୟମରେ ବ୍ୟକ୍ତିର ବ୍ୟକ୍ତିତ୍ୱର ପରିପ୍ରକାଶ ହୋଇଥାଏ, ତାହାକୁ ନନ୍ ଫର୍ମାଲ ଏଜୁକେସନ୍ କୁହାଯାଏ। ଇଣ୍ଡିଜିନିୟସ୍ ଏଜୁକେସନ୍ ଯେଉଁ ଶିକ୍ଷା ମାଧ୍ୟମରେ ବ୍ୟକ୍ତିର ଏକାଡେମିକ୍ ଶିକ୍ଷା ସହିତ ଭୌତିକ ବିକାଶ ହୋଇଥାଏ, ତାହାକୁ ଇଣ୍ଡିଜିନିୟସ୍ ଏଜୁକେସନ୍ କୁହାଯାଏ। ବୈଦିକ ଯୁଗରେ କେବଳ ଦୁଇ ପ୍ରକାର ଶିକ୍ଷା ଦିଆଯାଉଥିଲା: ପ୍ରଥମ ବୈଦିକ ଶିକ୍ଷା, ଦ୍ୱିତୀୟ ବୁଦ୍ଧିକ ଶିକ୍ଷା। ଯଦି ବୈଦିକ ଯୁଗର ଶିକ୍ଷାକୁ ପର୍ଯ୍ୟାଲୋଚନା କରିବା, ସେତେବେଳେ ଗୁରୁକୁଳ ଆଶ୍ରମରେ ଶିକ୍ଷା ପ୍ରଦାନ କରାଯାଉଥିଲା, ଯାହା ଚାରିତ୍ରିକ ଗଠନ ହେବା ସଙ୍ଗେ ସଙ୍ଗେ ବ୍ୟକ୍ତିର ଭୌତିକ ବିକାଶ ହୋଇପାରୁଥିଲା। ସେତେବେଳେ ଋଷି ମହର୍ଷିଙ୍କ ଦ୍ୱାରା ଗଠନ କରାଯାଇଥିବା ଗୁରୁକୁଳ ଆଶ୍ରମରେ ଶିକ୍ଷା ପ୍ରଦାନ କରାଯାଉଥିଲା, ଯାହା ସୁସ୍ଥ ସମାଜ ପାଇଁ ଜରୁରୀ। ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ର ମହର୍ଷି ବଶିଷ୍ଠଙ୍କ ଆଶ୍ରମରେ ବିଦ୍ୟା ଗ୍ରହଣ କରିଥିଲେ। ରାଜାଙ୍କର ପୁତ୍ର ହୋଇ ମଧ୍ୟ ଆଶ୍ରମରେ ବିଦ୍ୟାଧ୍ୟୟନ କରିଥିଲେ। ଆଶ୍ରମରେ ରହି ବଗିଚାରେ ଯତ୍ନ ନେବା, ଆଶ୍ରମରେ ଥିବା ଅନ୍ତେବାସୀଙ୍କୁ ଖାଦ୍ୟ ପରଷିବା, ଗୁରୁଙ୍କର ସେବା କରିବା ଇତ୍ୟାଦି କାର୍ଯ୍ୟ ସମ୍ପାଦନ କରୁଥିଲେ, ଯାହା ଚରିତ୍ର ଗଠନ ପାଇଁ ଜରୁରୀ। ମହର୍ଷି ବଶିଷ୍ଠ ମଧ୍ୟ ଉପଯୁକ୍ତ ସଂସ୍କାର ଶିକ୍ଷା ପ୍ରଦାନ କରୁଥିଲେ, ଯାହା ଶିଷ୍ୟମାନଙ୍କୁ ସବୁ ପ୍ରକାର ପରିସ୍ଥିତିର ସାମ୍ନା କରିବାକୁ ପଡ଼ୁଥିଲା। ଶିଷ୍ୟମାନେ ଗୁରୁଙ୍କଠାରେ ସେମାନଙ୍କର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିପାରୁଥିଲେ। ଗୁରୁ ଶିଷ୍ୟର ପରମ୍ପରା ସେହି ଦିନଠାରୁ ଆମ ସମାଜରେ ଚଳି ଆସୁଛି। ସେଥିପାଇଁ ଭାରତର ସଂସ୍କୃତି, ପରମ୍ପରା ଇତ୍ୟାଦି ସାରା ବିଶ୍ୱରେ ଅନନ୍ୟ। ଆଜିକାଲିର ଶିକ୍ଷାକୁ ସାଧାରଣତଃ ଚାରି ଭାଗରେ ବିଭକ୍ତ କରାଯାଇଛି: ପ୍ରାଇମେରୀ ଏଜୁକେସନ୍, ସେକେଣ୍ଡାରୀ ଏଜୁକେସନ୍, ୟୁନିଭର୍ସିଟି ଏଜୁକେସନ୍, ଆଡଲ୍ଟ ଏଜୁକେସନ୍। ଆଧୁନିକ ଶିକ୍ଷା ପଦ୍ଧତି ଆଡ଼ଭାନ୍ସ ଟେକ୍ନୋଲୋଜି ଏବଂ ବିଜ୍ଞାନ ଉପରେ ପର୍ଯ୍ୟବେସିତ। ବ୍ୟକ୍ତିର ଦକ୍ଷତା ବିକାଶକୁ ତ୍ୱରାନ୍ୱିତ କରିଥାଏ। ଯଦିଓ ଏହି ଶିକ୍ଷା ପଦ୍ଧତି ବ୍ୟକ୍ତିର ଦକ୍ଷତା ଏବଂ ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ, ତଥାପି ସଂସ୍କାର, ନୈତିକତା ଓ ପାରିବାରିକ ମୂଲ୍ୟବୋଧର ଅଭାବ ପରିଲକ୍ଷିତ ହୋଇଥାଏ। ଆଜିର ଶିକ୍ଷା ପଦ୍ଧତି ବଡ଼ ମଣିଷ ପାଇଁ ପ୍ରେରିତ କରିଥାଏ, ମାତ୍ର ଭଲ ମଣିଷ ଗଠନ ପାଇଁ ଉପଯୁକ୍ତ ନୁହେଁ। କାରଣ ଯେଉଁ ଶିକ୍ଷାରେ ନୈତିକତା ମୂଲ୍ୟବୋଧ, ଚାରିତ୍ରିକ ମୂଲ୍ୟବୋଧ ଓ ପାରିବାରିକ ମୂଲ୍ୟବୋଧର ଅଭାବ ପରିଲକ୍ଷିତ ହୋଇଥାଏ, ତାହାକୁ ପୂର୍ଣ୍ଣ ଶିକ୍ଷା କୁହାଯାଇପାରିବ ନାହିଁ। ଏକ ସୁସଂଗଠିତ ସୁସ୍ଥ ସମାଜ ପାଇଁ ଆଧୁନିକ ଶିକ୍ଷାର ଆବଶ୍ୟକତା ଯେତିକି ଜରୁରୀ, ସମ ପରିମାଣରେ ନୈତିକ ଶିକ୍ଷା, ଚାରିତ୍ରିକ ଶିକ୍ଷା ଏବଂ ପାରିବାରିକ ଶିକ୍ଷାର ସେତିକି ମାତ୍ରାରେ ଆବଶ୍ୟକତା ରହିଛି। ସଂସ୍କୃତରେ ଗୋଟିଏ ଶ୍ଳୋକ ମନେ ପଡ଼େ:
ବିଦ୍ୟା ଦଦାତି ବିନୟମ୍, ବିନୟମ୍ ଦଦାତି ପୌରୁଷମ୍, ପୌରୁଷମ୍ ଦଦାତି ଶୌର୍ଯ୍ୟମ୍, ଶୌର୍ଯ୍ୟମ୍ ଦଦାତି କୀର୍ତ୍ତିମ୍। ଏହାର ଅର୍ଥ ବିଦ୍ୟା ଆମକୁ ବିନୟ ପ୍ରଦାନ କରେ, ବିନୟ ପୌରୁଷ ପ୍ରଦାନ କରେ, ପୌରୁଷ ଶୌର୍ଯ୍ୟ ପ୍ରଦାନ କରେ ଏବଂ ଶୌର୍ଯ୍ୟବାନ ବ୍ୟକ୍ତି କୀର୍ତ୍ତିବାନ ହୋଇଥାଏ। ଖାଲି ପାଠ ପଢ଼ି ବଡ଼ ଚାକିରି କରିବା କିମ୍ବା ଧନ ଉପାର୍ଜନ କରିଲେ ଜଣେ ବ୍ୟକ୍ତି ଭଲ ମଣିଷ ହୋଇନଥାଏ। ଯଦି ବିଦ୍ୟାକୁ ଉପଯୁକ୍ତ କର୍ମରେ ଲଗାଯାଏ ତାହାର ମୂଲ୍ୟ ବହୁ ଗୁଣ ହୋଇଥାଏ। ଆଇନଷ୍ଟାଇନଙ୍କ ଆପେକ୍ଷିକ ତତ୍ତ୍ୱ E=mc², ଏହା ଯଦି ପରମାଣୁ ବୋମା ତିଆରିରେ ବିନିଯୋଗ ନ ହୋଇ ମାନବ ସେବାରେ ବିନିଯୋଗ ହୋଇ ପାରିଥାନ୍ତା ତେବେ ବିଶ୍ୱବାସୀ ଶାନ୍ତିରେ ବସବାସ କରିଥାନ୍ତେ। ଗୋଟିଏ ଛୁରୀ ଡାକ୍ତରଙ୍କ ପାଖରେ ଥିବାବେଳେ ଏହାର ବିନିଯୋଗ ହୋଇ ମଣିଷକୁ ବଞ୍ଚାଇଥାଏ। ସେହି ଛୁରୀ ଯଦି ଏକ ଡକାୟତ କିମ୍ବା କ୍ରୋଧୀ ଲୋକ ପାଖରେ ଥାଏ ତାହା ମଣିଷର ଜୀବନ ନେଇଥାଏ। କହିବାର ତାତ୍ପର୍ଯ୍ୟ ଉପଯୁକ୍ତ ଶିକ୍ଷାର ଅଭାବ ହେତୁ ଆମ ପାଖରେ ଥିବା ଉପାଦାନ ଗୁଡ଼ିକୁ ଭୁଲ ବାଟରେ ବିନିଯୋଗ କରିବା ଯୋଗୁଁ ଆମ୍ଭମାନଙ୍କର ଜୀବନଶୈଳୀ ଦୁର୍ବିଷହ ହୋଇପଡ଼ୁଛି। ପୁରାତନ କାଳରେ ଶିକ୍ଷାନୁଷ୍ଠାନକୁ ମନ୍ଦିର, ଚର୍ଚ୍ଚ, ଗୁରୁଦ୍ୱାର ଏବଂ ମସଜିଦ ବୋଲି ବର୍ଣ୍ଣନା କରାଯାଇଛି, କାରଣ ଏହି ଅନୁଷ୍ଠାନରୁ ଶିକ୍ଷା ଲାଭ କରି ଆସୁଥିବା ପିଲାମାନେ ଦେଶରେ ଜଣେ ଜଣେ ମହାନ ବ୍ୟକ୍ତିତ୍ୱର ପରିଚୟ ଦେଇଛନ୍ତି, ଯାହା ଗୁରୁ ଶିଷ୍ୟର ପରମ୍ପରାର ଟେକ ରଖିଛନ୍ତି। ଆଜିକାଲି ଗୁରୁ ନାହାନ୍ତି କି ଶିଷ୍ୟ ବି ନାହାନ୍ତି, ସେଥିପାଇଁ ପରିବର୍ତ୍ତନ ଆଶା କରିବା ବୃଥା। ଆଜିକାଲିର ଦୁନିଆରେ ଶିକ୍ଷାନୁଷ୍ଠାନକୁ ମଣିଷ ତିଆରି କାରଖାନା ବୋଲି କୁହାଯାଉଛି। ଏହି କାରଖାନାରେ କାରିଗର ହେଉଛନ୍ତି ଶିକ୍ଷକ। ଯଦି ଉପଯୁକ୍ତ ତାଲିମ ପ୍ରାପ୍ତ ତଥା ଗୁଣୀ ଶିକ୍ଷକ ନିଯୁକ୍ତି ନ ପାଇବେ ତାହେଲେ ଭଲ ମଣିଷ ତିଆରି ହୋଇପାରିବ ନାହିଁ। ସେଥିପାଇଁ ଶିକ୍ଷକମାନଙ୍କୁ ଉପଯୁକ୍ତ ତ୍ୟାଗ, ସହନଶୀଳତା, ପ୍ରତିବଦ୍ଧତା ଓ କର୍ମଠ ହେବା ଆବଶ୍ୟକ, ନଚେତ୍ ଭଲ ଛାତ୍ର ତିଆରି ହେବା ଅସମ୍ଭବ। ଆସନ୍ତୁ ଜାଣିବା ଏକ ଛୋଟ କାହାଣୀ ମାଧ୍ୟମରେ। ଏକଥାକୁ ଆପଣମାନେ କେହି ଦେହକୁ ନେବେ ନାହିଁ। ଜିଲ୍ଲାର ସଦର ମହକୁମା ଠାରୁ 15 କିଲୋମିଟର ଦୂରରେ ମଫସଲ ଗାଁଟିଏ। ଗାଁର ଚାରିପାଖରେ ଚାଷ ଜମି। ଗାଁର ଲୋକେ ଚାଷବାସ କରି ଗୁଜରାଣ ମେଣ୍ଟାନ୍ତି। ଗାଁର କିଛି ଯୁବକ ସହରକୁ ଯାଇ ଉଚ୍ଚଶିକ୍ଷା ସାରି ଗାଁରେ ଆସିଥାନ୍ତି। ସରକାରୀ ଚାକିରିଆ କହିଲେ ଗାଁରେ ଜଣେ ଅଧେ, ସେ ପୁଣି ସହରରେ ରହନ୍ତି। ଗାଁ ଲୋକଙ୍କର ରୋଜଗାର କହିଲେ ଚାଷବାସ। ଚାଷବାସରୁ ବା ଯେଉଁ ଲାଭ ସେଥିରେ ପରିବାର ପୋଷିବା, ପିଲାମାନଙ୍କୁ ପାଠ ପଢ଼ାଇବା ଇତ୍ୟାଦି ଗାଁ ଲୋକଙ୍କ ପାଇଁ କଷ୍ଟସାଧ୍ୟ। ଗାଁରେ ଥିବା ଶିକ୍ଷିତ ଯୁବକ ଗୋଷ୍ଠୀ ଗାଁରେ ଗୋଟିଏ କ୍ଲବ ଘରଟିଏ କରି ସନ୍ଧ୍ୟା ସମୟରେ କ୍ଲବ ଘରେ ଉଠା ବସା, ତାସ ପାଲି ଖେଳନ୍ତି। ବିଭିନ୍ନ ପ୍ରକାର ଆଲୋଚନା ପର୍ଯ୍ୟାଲୋଚନା କରନ୍ତି। ଯେହେତୁ ବେକାରୀ, କାମଧନ୍ଦା ନାହିଁ କି ଚାକିରି ବାକିରି ବି ନାହିଁ, ବିଭିନ୍ନ ପ୍ରକାର ଚର୍ଚ୍ଚାରେ ସମୟ ବିତାନ୍ତି। ଏହା ସେମାନଙ୍କର ନୀତିଦିନିଆ ଅଭ୍ୟାସ। ଦିନକର ଘଟଣା। ସେ ଶିକ୍ଷିତ ଯୁବକମାନଙ୍କ ମଧ୍ୟରୁ ଜଣେ ଯୁବକ ବସିଥିବା ସହପାଠୀମାନଙ୍କୁ କହିଲେ, ଆମ ଗାଁରେ ସ୍କୁଲଟିଏ ଖୋଲିଲେ କେମିତି ହୁଅନ୍ତା? ଆମ ଗାଁଠାରୁ 10 କିଲୋମିଟର ଦୂରରେ ହାଇସ୍କୁଲଟିଏ ଅଛି। ଯଦି ଆମ ଗାଁରେ ସ୍କୁଲଟିଏ ଖୋଲାଯାଆନ୍ତା ତେବେ ଆମ ଗାଁ ପିଲାମାନଙ୍କୁ ଦୂର ବାଟ ଯିବାକୁ ପଡ଼ନ୍ତା ନାହିଁ। ଏହି ପ୍ରସ୍ତାବରେ ଯୁବକମାନେ ସମ୍ମତି ପ୍ରଦାନ କଲେ। ସ୍କୁଲଟିଏ କରିବାକୁ ହେଲେ ପଇସାପତ୍ର, ଜମି, ଘର ଆବଶ୍ୟକ। ସେଥିପାଇଁ ସହଯୋଗ କରିବ କିଏ? ଚାଲିଲା ବିମର୍ଷ ଆଲୋଚନା। ଶେଷରେ ସିଦ୍ଧାନ୍ତ ହେଲା ଯେ ଗାଁରେ ଥିବା ସାହୁକାର ପାଖକୁ ଯାଇ ଏହି ବିଷୟରେ ଅବଗତ କରାଇବେ। ସାହୁକାରଙ୍କର ସହଯୋଗ ମିଳିଗଲେ ସ୍କୁଲଟିଏ ହୋଇପାରିବ। ଏତଦ୍ ବ୍ୟତୀତ ବେକାରୀ ସମସ୍ୟା ଦୂର ହୋଇପାରିବ। ଏତକ ବିଚାରି ଶିକ୍ଷିତ ଯୁବକ ଗୋଷ୍ଠୀ ଯାଇ ପହଞ୍ଚିଲେ ସାହୁକାରଙ୍କ ଘରେ। ସାହୁକାର ଜଣକ ଅତ୍ୟନ୍ତ କୃପଣ ଓ ଅପାଠୁଆ ଥିଲେ। ଶିକ୍ଷିତ ଯୁବକମାନେ ସମସ୍ତ କଥା ସାହୁକାରଙ୍କୁ କହିବା ପରେ ସାହୁକାର କହିଲେ, ଭଲ ହେଲା, ଆମ ଗାଁରେ ସ୍କୁଲଟିଏ ନଥିଲା। ଏହା ଆମ ପାଇଁ ବହୁତ ଖୁସି ଏବଂ ଆନନ୍ଦର କଥା। ଯୁବକମାନେ ଯେତେବେଳେ ପଇସା ପତ୍ର ଏବଂ ଜାଗା ପାଇଁ କହିଲେ ସେତେବେଳେ ସେ ଅପାଠୁଆ ସାହୁକାର କହିଲେ, ମୋର କି ଲାଭ? ମୁଁ ଜମି ଦେବି, ପଇସା ପତ୍ର ଦେବି, ତମେ ସବୁ ସ୍କୁଲରେ ଚାକିରି କରିବ, ହେଲେ ମୋର ସେଥିରୁ କ'ଣ ମିଳିବ? ମୁଁ କୌଣସି ପ୍ରକାର ସାହାଯ୍ୟ କରିପାରିବି ନାହିଁ। ଶିକ୍ଷିତ ଯୁବକମାନେ କହିଲେ, ଆପଣ ଆମ୍ଭମାନଙ୍କୁ ସାହାଯ୍ୟ କରନ୍ତୁ, ଆମ୍ଭେମାନେ ଆପଣଙ୍କ ନାଁରେ
ସ୍କୁଲଟିକୁ କରିବୁ, ନଚେତ୍ ଆପଣ କିମ୍ବା ଆପଣଙ୍କର ଯଦି କୌଣସି ସମ୍ପର୍କୀୟକୁ ସ୍କୁଲରେ ରଖିବା ପାଇଁ ଚାହୁଁଛନ୍ତି ତେବେ ଆମ୍ଭେମାନେ ମଧ୍ୟ ଆପଣଙ୍କ ପ୍ରସ୍ତାବରେ ରାଜି। ଉପରୋକ୍ତ ପ୍ରସ୍ତାବରେ ମଧ୍ୟ ସାହୁକାର ରାଜି ହେଲେ ନାହିଁ। ତାପରେ ଯୁବକମାନେ କହିଲେ, ଆପଣ କ'ଣ ଚାହୁଁଛନ୍ତି କୁହନ୍ତୁ? ଆମ୍ଭେମାନେ ଆପଣଙ୍କ ସମସ୍ତ ପ୍ରକାର ସର୍ତ୍ତରେ ରାଜି, ହେଲେ ଆମକୁ ଟଙ୍କା ଏବଂ ଜାଗା ଦିଅନ୍ତୁ। ସାହୁକାର କିଛି ସମୟ ଚୁପ୍ ରହି ମନେ ମନେ ଭାବିଲେ, ଯଦି ମୋତେ ସ୍କୁଲରେ ହେଡ଼ମାଷ୍ଟର ଚାକିରିଟିଏ ଦେବେ ତାହେଲେ ଏମାନେ ସମସ୍ତେ ମୋତେ ସାର୍ ସାର୍ ବୋଲି ଡାକିବେ ଏବଂ ମୋତେ କିଛି ପାଠ ପଢ଼ାଇବାକୁ ପଡ଼ିବ ନାହିଁ। ଏତେକ ବିଚାରି ଅପାଠୁଆ ସାହୁକାର ଯୁବକମାନଙ୍କୁ କହିଲେ, ଦେଖ, ଯଦି ତୁମେ ଜିଦ୍ କରୁଛ ତେବେ ମୁଁ ସମସ୍ତ ପ୍ରକାର ସହଯୋଗ କରିବାକୁ ରାଜି, ହେଲେ ମୋର ଗୋଟିଏ ସର୍ତ୍ତ। ଯୁବକମାନେ କହିଲେ, କୁହନ୍ତୁ, ଆପଣଙ୍କର କ'ଣ ସର୍ତ୍ତ ଅଛି? ଅପାଠୁଆ ସାହୁକାର କହିଲେ, ମୋତେ ଯଦି ସ୍କୁଲରେ ହେଡ଼ମାଷ୍ଟର ପୋଷ୍ଟ ଦେବ ତାହେଲେ ମୁଁ ସବୁ ପ୍ରକାର ସାହାଯ୍ୟ ଏବଂ ସହଯୋଗ କରିବି। ଯୁବକମାନେ ନିରୁପାୟ ହୋଇ ସାହୁକାରଙ୍କ ସର୍ତ୍ତରେ ରାଜି ହେଲେ। ଯଥାଶୀଘ୍ର ସ୍କୁଲ କାମ ଆରମ୍ଭ ହେଲା। ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରାଯାଇ ପାଠ ପଢ଼ାପଢ଼ି କାର୍ଯ୍ୟ ଜୋରସୋରରେ ଚାଲିଲା। 6 ମାସିଆ ପରୀକ୍ଷା ସମୟ ଆସିଲା। ଏହି ସମୟରେ ଅପାଠୁଆ ସାହୁକାର ଦିନ 11ଟା ବେଳେ ସ୍କୁଲରେ ପହଞ୍ଚି ଶିକ୍ଷକଙ୍କୁ କହିଲେ, ମୁଁ ଆଜି ପ୍ରତି କ୍ଲାସକୁ ଯିବି, କେମିତି କ'ଣ ପାଠପଢ଼ା ଚାଲିଛି ତଦାରଖ କରିବି। ପ୍ରଥମେ ଅପାଠୁଆ ହେଡ଼ମାଷ୍ଟର ଯାଇ ପହଞ୍ଚିଲେ 8ମ କ୍ଲାସରେ। ଶିକ୍ଷକ ପୂର୍ବ ପିରିୟଡ଼ରେ ଡ୍ରଇଂ ପଢ଼ାଇ ଯାଇଥାନ୍ତି। ହେଡ଼ମାଷ୍ଟର ପିଲାମାନଙ୍କୁ ପଚାରିଲେ, ପିଲେ କ'ଣ ପଢ଼ୁଛ? ପିଲାମାନେ ଏକ ସ୍ୱରରେ କହିଲେ, ଡ୍ରଇଂ ସାର୍। ଅପାଠୁଆ ହେଡ଼ମାଷ୍ଟର କହିଲେ, ବଢ଼ିଆ ପାଠ। ଆଚ୍ଛା ପିଲାମାନେ, ଗୋଟିଏ ପଡ଼ିଆରେ ଗୋରୁ, ଛେଳି, ମେଣ୍ଢା, ମଇଁଷି ଚରୁଥିବାର ଚିତ୍ର କାଟି ଆଣି ଦେଖାଇଲ ଦେଖିବା। ପିଲାମାନେ କିଛି ବୁଝିପାରିଲେ ନାହିଁ। କ୍ଲାସରେ ଥିବା ଜଣେ ଦୁଷ୍ଟ ପିଲା କାଗଜରେ ଗୋଟିଏ ବଡ଼ ଶୂନଟେ କାଟିକରି ହେଡ଼ ସାର୍ଙ୍କ ପାଖରେ ପହଞ୍ଚି କହିଲା, ସାର୍ ଦେଖନ୍ତୁ। ହେଡ଼ ସାର୍ କାଗଜଟିକୁ ଅନାଇ ଦେଖିଲେ, କାଗଜରେ ଚିତ୍ର ବୋଲି କିଛି ନାହିଁ, କେବଳ ଗୋଟିଏ ଗୋଲାକାର ବୃତ୍ତଟିଏ। ହେଡ଼ ସାର୍ ରାଗି ଯାଇ କହିଲେ, ଇଏ କ'ଣ, ଚିତ୍ର କାହିଁ? ପିଲାଟି ଉତ୍ତର ଦେଇ କହିଲା, ସାର୍, ଏଇ ଗୋଲାକାର ଜାଗାଟି ଗୋଟିଏ ଛୋଟ ପଡ଼ିଆ। ଯେହେତୁ ଛୋଟ ପଡ଼ିଆରେ ଏତେ ପ୍ରକାର ପଶୁଜନ୍ତୁ ସବୁ ଘାସ ଖାଇସାରି ଚାଲିଗଲେ, ପଡ଼ିଆରେ ଘାସ ନାହିଁ କି ଜୀବଜନ୍ତୁ ନାହାନ୍ତି। ହେଡ଼ ସାର୍ କହିଲେ, ଠିକ୍ ଅଛି, ଭଲ ପାଠ ପଢ଼ୁଛ। ତାପରେ ହେଡ଼ ସାର୍ ଗଲେ 9ମ ଶ୍ରେଣୀକୁ। ହେଡ଼ ସାର୍ଙ୍କୁ ଦେଖି ପିଲାମାନେ ଠିଆ ହେଲେ। ହେଡ଼ ସାର୍ କହିଲେ, ସିଟ୍ ଡାଉନ୍। ପିଲାମାନଙ୍କୁ ହେଡ଼ ସାର୍ ପଚାରିଲେ, ପିଲାମାନେ କ'ଣ ପଢ଼ୁଛ? ଏକ ସ୍ୱରରେ ପିଲାମାନେ କହିଲେ, ଓଡ଼ିଆ ଗ୍ରାମାର ସାର୍। ହେଡ଼ ସାର୍ ପଚାରିଲେ, ଓଡ଼ିଆ ଗ୍ରାମାର କେଉଁ ଅଧ୍ୟାୟ ପଢ଼ୁଛ? ପିଲାମାନେ କହିଲେ, ଲିଙ୍ଗ ପରିବର୍ତ୍ତନ ସାର୍। ହେଡ଼ ସାର୍ କହିଲେ, କହିଲେ ଦେଖି ପିଲେ, ରାମ ଗାଈ ଦୁହୁଁଥିଲେ, ତା'ର ଲିଙ୍ଗ ପରିବର୍ତ୍ତନ କ'ଣ ହେବ? ପିଲାମାନେ ଏହି ବାକ୍ୟ କିଛି ବୁଝିପାରିଲେ ନାହିଁ। ଜଣ ଜଣ କରି ହେଡ଼ ସାର୍ ପଚାରିବାରୁ କୌଣସି ପିଲା ଉତ୍ତର ଦେଇପାରିଲେ ନାହିଁ। ଶେଷକୁ ଗୋଟିଏ ଦୁଷ୍ଟ ପିଲା କହିଲା, ସାର୍, ମୁଁ କହିପାରିବି। ହେଡ଼ ସାର୍ କହିଲେ, କହିଲେ ଦେଖି। ପିଲାଟି କହିଲା, ସୀତା ଷଣ୍ଢ ଦୁହୁଁଥିଲେ। ହେଡ଼ ସାର୍ ପଚାରିଲେ, କେମିତି? ପିଲାଟି ଉତ୍ତର ଦେଇ କହିଲା, ରାମ ପୁଂଲିଙ୍ଗ, ସୀତା ହେଲେ ସ୍ତ୍ରୀଲିଙ୍ଗ, ଗାଈ ସ୍ତ୍ରୀଲିଙ୍ଗ, ଷଣ୍ଢ ହେଲା ପୁଂଲିଙ୍ଗ, ତେଣୁ ସୀତା ଷଣ୍ଢ ଦୁହୁଁଥିଲେ, ଲିଙ୍ଗ ପରିବର୍ତ୍ତନ ହେଲା। ହେଡ଼ ସାର୍ କହିଲେ, ଭେରି ଗୁଡ୍, ସିଟ୍ ଡାଉନ୍। ହେଡ଼ ସାର୍ ଗଲେ 10ମ ଶ୍ରେଣୀକୁ। ଏହି ପିରିୟଡ଼ଟି ବିଜ୍ଞାନ ପିରିୟଡ଼ ଥିବାରୁ ପିଲାମାନେ ବିଜ୍ଞାନ ପଢ଼ୁଥାନ୍ତି। ହେଡ଼ ସାର୍ ଶ୍ରେଣୀଗୃହକୁ ପ୍ରବେଶ କରିବାରୁ ପିଲାମାନେ ଠିଆ ହୋଇ ସାର୍ଙ୍କୁ ନମସ୍କାର କଲେ। ହେଡ଼ ସାର୍ କହିଲେ, ସିଟ୍ ଡାଉନ୍। ହେଡ଼ ସାର୍ ପଚାରିଲେ, ପିଲାମାନେ କ'ଣ ପଢ଼ୁଛ? ପିଲାମାନେ ଏକ ସ୍ୱରରେ କହିଲେ, ବିଜ୍ଞାନ ସାର୍। ହେଡ଼ ସାର୍ କହିଲେ, ବିଜ୍ଞାନର କେଉଁ ବିଷୟ? ପିଲାମାନେ କହିଲେ, ଅମ୍ଳ ବା ଏସିଡ୍ ଏବଂ ଏହାର କ୍ଲାସିଫିକେସନ୍ ଆଣ୍ଡ ୟୁଟିଲାଇଜେସନ୍, ବ୍ୟବହାର ଓ ଶ୍ରେଣୀ ବିଭାଗ। ହେଡ଼ ସାର୍ କହିଲେ, ଦେଖ ପିଲାମାନେ, ମୁଁ ଏସିଡ୍ ବିଷୟରେ ଗୋଟିଏ ପ୍ରଶ୍ନ ପଚାରୁଛି, ଏହାର ଉତ୍ତର ଦିଅ। ପିଲାମାନେ କହିଲେ, ପଚାରନ୍ତୁ ସାର୍। ହେଡ଼ ସାର୍ କହିଲେ, ସାରୁ କିମ୍ବା ଓଲ ଖାଇଲେ ପାଟି କାହିଁକି କୁଣ୍ଡାଇ ହୁଏ? ଏ ପ୍ରଶ୍ନ ଉତ୍ତର ବା କିଏ ଦେବ? ହେଡ଼ ସାର୍ ଜଣ ଜଣ କରି ପଚାରି ଯାଉଥାନ୍ତି। ଏହି ପିଲା ଏହାର ଉତ୍ତର ଦେଇପାରୁନଥାନ୍ତି। ଝରକା ପାଖରେ ବସିଥିବା ପିଲାକୁ ଯେତେବେଳେ ଏହି ପ୍ରଶ୍ନ ପଚାରିଲେ, ପିଲାଟି କହିଲା, ସାର୍, ମୁଁ କହିଦେବି। ହେଡ଼ ସାର୍ କହିଲେ, କହିଲେ ଦେଖି। ପିଲାଟି ଉତ୍ତର ଦେଇ କହିଲା, ସାର୍, ଓଲ କିମ୍ବା ସାରୁରେ ଗଲୁରିକ ଅମ୍ଳ ବା ଗଲୁରିକ ଏସିଡ୍ ଥିବାରୁ
ସାରୁ କିମ୍ବା ଓଲ ଖାଇଲେ ପାଟି କୁଣ୍ଡାଇ ହୋଇଥାଏ। ସାର୍ କହିଲେ ଭେରି ଗୁଡ୍, ସିଟ୍ ଡାଉନ୍। ଏ କଥାଟି କେମିତି ଲାଗିଲା ନିଶ୍ଚୟ ମତାମତ ଦେବେ। ରହୁଛି, ପ୍ରଣାମ। ଜୟ ଶ୍ରୀ ଜଗନ୍ନାଥ। ରାଧେ ରାଧେ।